ଜଣେ ଚାଷୀ ତା ଶଗଡ଼ରେ ବଳଦ ବଦଳରେ ମଇଁଷି ଜୋତି ଦେଲା। ତାର ସାଙ୍ଗସାଥୀମାନେ ତାକୁ ବହୁତ ବୁଝାଇଲେ, କିନ୍ତୁ ସେ ବିଶେଷ କିଛି ବୁଝିପାରିଲା ନାହିଁ ଏବଂ କହିଲା, ଯାହା ଚଳି ଆସୁଛି ତୁମେମାନେ ତାକୁ ହିଁ ଚାଲୁ ରଖିବାକୁ ଚାହୁଁଛ। ମଇଁଷିକୁ ହଳରେ ଯୋଚାଯିବ ନାହିଁ ବୋଲି କେଉଁ ବହିରେ ଲେଖା ଅଛି? ମଇଁଷିଙ୍କର ବଳ ବେଶୀ, ମୁଁ ତାଙ୍କ ଦ୍ୱାରା କାମ କରେଇବି। ମଇଁଷିକୁ ନେଇ ସେ ବଡ଼ ଆଡ଼ମ୍ବରରେ ବିଲକୁ ଗଲା। ରାସ୍ତାରେ ଗୋଟେ ପଙ୍କୁଆ ଜାଗା ପଡ଼ିବାରୁ ମଇଁଷିମାନେ ରାସ୍ତା ଛାଡ଼ି ପଙ୍କରେ ଯାଇ ପଶିଲେ। ଚାଷୀ ହଜାର ରକମର ଚେଷ୍ଟା କଲା, କିନ୍ତୁ ମଇଁଷିଙ୍କ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। ସୂର୍ଯ୍ୟ ଉଡ଼ିବାରୁ ସେମାନେ ନିଜେ ବାହାରି ଆସିଲେ। ବିଲରୁ ଫେରୁଥିବା ତା ସାଙ୍ଗମାନେ କହିଲେ, ଆଖି ବନ୍ଦ କରି ପରମ୍ପରା ପାଳନ କରିବା ଉଚିତ ନୁହେଁ, କିନ୍ତୁ ଆଖି ଆଗରେ ଠିଆ ହୋଇଥିବା ସତ୍ୟଠାରୁ ମୁହଁ ବୁଲେଇ ନେବା ମଧ୍ୟ ମୂର୍ଖାମି। ଏତେବେଳେ ଯାଇ ଚାଷୀ କଥାଟା ବୁଝିପାରିଲା। ଅଖଣ୍ଡ ଜ୍ୟୋତି, ଅକ୍ଟୋବର 2013, ପୃଷ୍ଠା ସଂଖ୍ୟା 48। ଧନ୍ୟବାଦ। ବିଚାରକ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାରକ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ଓ ଇନଷ୍ଟାଗ୍ରାମ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।